नमस्कार जय जगन्नाथ। ମୁଁ ଆଜି ଭିଡ଼ିଓ ମାଧ୍ୟମରେ କିଛି କହିବା ପାଇଁ ଯାଉଛି। ଆରି ବିଷୟରେ ପ୍ରକୃତିକୁ ଆମେ କେମିତି ରକ୍ଷା କରିବା। ଦେଖନ୍ତୁ, ଆଜି ମଣିଷ ସମାଜରେ ପ୍ରତ୍ୟେକ ଇଏରେ ଦେଖନ୍ତୁ, ଆମେ ନିଜର ଭିଟା ମାଟିକି ଶାଗ ମାଛ ଦରରେ ବାହାର ଲୋକଙ୍କୁ ବିକି ଦେଉଛେ, କିନ୍ତୁ ଆମେ କେବେ ଚିନ୍ତା କରିଛେ ଯେ ପୂର୍ବ ପିଢ଼ିମାନେ ଆମକୁ ଏଇ ଯେଉଁ କିଛି ଜାଗା ଦେଇ ଯାଇଥିଲେ ଯେ ତମେ ଆକୁ ପରିବହନ କରିବ, ଆକୁ ଠିକ୍ ରୂପେ କାମ କରେଇ କିଛି ଫସଲ ଲଗାଇ ନିଜ ଭରଣ ପୋଷଣ କରିବ। ଆଜି ମୁଁ ଦେଖୁଛି ପ୍ରାୟ ଏଇ ଜିନିଷଟା ସବୁଆଡ଼େ ମାନେ ସ୍ପ୍ରେଡ୍ ହେଇଗଲାଣି, ଗାଁଠୁ ସହର ପର୍ଯ୍ୟନ୍ତ। ମୁଁ ଦେଖୁଛି ଯେଉଁ ପିତା କିମ୍ବା ଜେଜେବାପା ମାନେ ଆମ ପାଇଁ କିଛି ସମ୍ପତ୍ତି ରଖିକି ଯାଇଛନ୍ତି, ତାକୁ ଆଜିକା ଡେଟ୍ରେ ଆମେ ଶାଗ ମାଛ ଦରରେ ବିକିଦେଲେଣି। ମୁଁ ସେଇ ସମାଜର ମଣିଷ ଲୋକମାନଙ୍କୁ ପଚାରିବା ପାଇଁ ଚାହୁଁଛି ଯେ ସତରେ ଆମେ ଠିକ୍ କରୁଛେ? ଯେଉଁ ପୂର୍ବ ପିଢ଼ିମାନେ ଆମ ପାଇଁ ଏସବୁ ରଖି ଯାଇଥିଲେ ଯେ ତମେ ଆର ରକ୍ଷଣାବେକ୍ଷଣ କରିବ, ସେ କେବେ ତ କହିନଥିଲେ ବିକିବ ବୋଲି। କିନ୍ତୁ ଆଜି ଆମେ ପଇସାର ଲାଳସାରେ କିମ୍ବା ପ୍ରତ୍ୟେକ ଇଏରେ ଆମେ ବାହାର ଲୋକଙ୍କୁ ଆମ ପୌତୃକ ସମ୍ପତ୍ତି ସବୁ ବିକି ଭାଙ୍ଗି ଦେଉଛେ। ଦେଖନ୍ତୁ, ସୁନା ରୂପା ଟଙ୍କା ପଇସା ସବୁ ମିଳିବ, କିନ୍ତୁ ଥରେ ଯଦି ଆମର ଭିଟା ମାଟି ଚାଲିଯାଏ ନା, ଆମେ ସବୁ ବେସହାରା ହେଇଯିବା। ଯେଉଁ ଲୋକମାନଙ୍କୁ ଆଜି ଆମେ ଶାଗ ମାଛ ଦରରେ ଆମର ଜାଗାକୁ ବିକୁଛେ, ପୌତୃକ ଜାଗାକୁ ବିକୁଛେ, ଦିନେ ସମୟ ଆସିବ ସେଇମାନେ ହିଁ ଆମ ଉପରେ ଅତ୍ୟାଚାର କରିବା ପାଇଁ ଆରମ୍ଭ କରିବେ। କାରଣ ତୁ ତ ପଇସା ନେଲୁ, ମୋତେ ଜାଗା ବିକିଦେଲୁ, ତୋର ଏଠି କିଛି ଅଧିକାର ନାହିଁ। ତେଣୁ ମୋତେ କିଛି ଜଣାପଡ଼ିଲାଣି ଯେ ଓଡ଼ିଆ ହିସାବରେ ମୁଁ ଏତିକି ବାର୍ତ୍ତା ଦେବି ଯେ ଯେହେତୁ ମୋ ପରିଚୟ ମୋ ମାଟି, ମୋ ପରିଚୟ ମୋ ଓଡ଼ିଆ, ମୋ ପରିଚୟ ମୋ ଓଡ଼ିଶା, ମୋ ପରିଚୟ ମୋ ଜଗନ୍ନାଥ ସଂସ୍କୃତି, ମୋ ପରିଚୟ ମୋ ଐତିହ୍ୟ, ମୋ ପରିଚୟ ମୋ ବୀର ସ୍ୱାଧୀନତା ସଂଗ୍ରାମୀମାନେ। ଆଜି ଯେତେବେଳେ ଗୋଟିଏ ଓଡ଼ିଆ ବିପଦରେ ଅଛି, ଆଜି ବାହାର ଲୋକଙ୍କର ଜୁଲମ ଏଠି ଚାଲିଲାଣି ଓଡ଼ିଶାରେ। କାରଣ ଆମେ ଆମର ସମ୍ପତ୍ତି ସବୁ, ଆମର ଯେଉଁ ଜାଗା ବାଡ଼ି ସବୁ ବିକି ଦେଉଛେ ତାଙ୍କରି ହାତରେ। ଦିନେ ସମୟ ଆସିବ ସେଇମାନେ ହିଁ ଆମକୁ ଆଙ୍ଗୁଳି ଉଠେଇ କହିବେ ତୋର ଏଠି କିଛି ଅଧିକାର ନାହିଁ। ତେଣୁ ମୋ କହିବାର ତାତ୍ପର୍ଯ୍ୟ ହେଉଛି ଆମେ ସମସ୍ତେ ଏ କଥାକୁ ଧ୍ୟାନ ଦେଇ ଟିକେ ଶୁଣିବା, ଆଉ ଏ କଥାରେ କିଛି ସତ୍ୟତା ଅଛି କି ନ ଅଛି ଏ କଥା ଉପରେ ଆଲୋଚନା ବି ମଧ୍ୟ କରିବା। ଦେଖନ୍ତୁ, ଆମେ ଯେତେବେଳେ ଗୋଟେ ବାହାର ଲୋକକୁ କୋଟି କୋଟି ଟଙ୍କାରେ ପଇସାର ଲାଳସାରେ ଆମେ ଆମର ଭିଟା ମାଟିକୁ ତାକୁ ସମର୍ପଣ କରିଦେଉ, କୋଟିଏ ଟଙ୍କା ତ କି 2 କୋଟି ଟଙ୍କା ଆଜି ଅଛି କାଲିକି ନାହିଁ, କିନ୍ତୁ ମୋର ଗର୍ବ ହେବ ମୋ ଭିଟା ମାଟି ମୋ ପାଖରେ ଥିଲେ। କିନ୍ତୁ ଆଜି ଆମେ ପଇସାର ଲାଳସାରେ ଆମେ କ'ଣ କରୁଛେ, ଦିନେ ସମୟ ଆସିବ ଆମକୁ ହିଁ ଏମାନେ ଅନ୍ୟାୟ ଅତ୍ୟାଚାର କରିବେ, ଆମ ଓଡ଼ିଆର କୌଣସି ଅସ୍ତିତ୍ୱ ରହିବନି। ତେଣୁ ମୋ ହିସାବରେ ମୁଁ ଏତିକି ମୋ ଓଡ଼ିଶାବାସୀଙ୍କୁ ରିକ୍ୱେଷ୍ଟ କରିବି
ଯାହା ବି ପୂର୍ବପୁରୁଷମାନେ ଆମ ପାଇଁ ରଖିକି ଯାଇଛନ୍ତି ତାକୁ କେମିତି ସବୁଦିନ ପାଇଁ ଆମେ ସୁରକ୍ଷାରେ ରଖିବା ଏବଂ ତାଙ୍କର ଯେଉଁ ପ୍ରତିଛବି ଆମ ଛାଡ଼ିକି ଯାଇଛନ୍ତି ତାକୁ ସେ କେମିତି ଠିକ୍ ରୂପେ ତାକୁ ସଜାଡ଼ିକି ପରିଚାଳିତ କରିବା, ଏହା ହିଁ ଭାବିବା ଦରକାର। ତେଣୁ ମୁଁ ଆଜି ଏଇଥିଯୋଗୁଁ ଏକ ଭିଡ଼ିଓ ମାଧ୍ୟମରେ ବାର୍ତ୍ତା ଦେବା ପାଇଁ ଚାହୁଁଥିଲି। ଦେଖନ୍ତୁ, ଆଜିକା ଡେଟ୍ରେ ମୁଁ ଦେଖୁଛି ଭୁବନେଶ୍ୱରରେ ପ୍ରାୟ ଦେଖୁଛି ପ୍ରତ୍ୟେକ ବଡ଼ ବଡ଼ିଆଙ୍କ ଘରେ ମୁଁ ଦେଖୁଛି ପ୍ରାୟ ଏସବୁ ସିଷ୍ଟମ୍। ରାତି ପାହିଲେ କୋଟି କୋଟି ଟଙ୍କା ସିନା ଇନକମ୍ କରୁଛନ୍ତି, କିନ୍ତୁ ସତରେ ତାଙ୍କ ଦେହରେ ହାତ ରଖି ବଡ଼ ଲୋକମାନେ କହିପାରିବେ ସେମାନେ କେତେ ଖୁସିରେ ଅଛନ୍ତି। ମୋ ହିସାବରେ ତ ମୁଁ ଭାବୁଛି ଯେଉଁମାନେ ଡେଲି କାମ କରୁଛନ୍ତି ସେମାନେ ବହୁତ ଆମଠୁ ଖୁସିରେ ଅଛନ୍ତି। ପଇସା ଆମକୁ ଏମିତି ଏକ ଅନ୍ଧପୁଟୁଳି ବାନ୍ଧି ଦେଇଛି, ଆମେ ତା ଛଡ଼ା ଆଉ କାହାକୁ ଜାଣୁନେ। ସମ୍ପର୍କର ମାନେ ଆଜି ଏଠି ସବୁ ଭୁଲିଗଲେଣି ସମସ୍ତେ। ପ୍ରତ୍ୟେକ ଲୋକ ଆଜି ସମ୍ପର୍କର ମାନେକୁ ଭୁଲି ଯାଇଛନ୍ତି। ନା ଅଛି ସେ ଭାଇ ଭାଇର ସମ୍ପର୍କ, ନା ଅଛି ସେ ପାରିବାରିକ ସମ୍ପର୍କ, ନା ଅଛି ସେ ଭାଇ ଭଉଣୀର ସମ୍ପର୍କ, ନା ଅଛି ସେ ବାପା ପୁଅଙ୍କର ସମ୍ପର୍କ। ସବୁକିଛି ଏ ପଇସା ଆମକୁ ଆର ମୂଳ କାରଣ। ଦିନେ ସମୟ ମୋତେ ଦେଖାଗଲାଣି ଯେ ଆମେ ଏକ ଭୟଙ୍କର ଦୃଶ୍ୟକୁ ଦେଖିବା ପାଇଁ ଆଗକୁ ଯାଉଛୁ। ଯେଉଁ ପ୍ରକୃତିକୁ ଆମେ ଆଜି ନଷ୍ଟ ଭଷ୍ଟ କରିଦେବାରେ ଲାଗିଲୁଣି, ଦିନେ ପ୍ରକୃତିର ତାଣ୍ଡବ ଆମ ଆଖି ଆଗରେ ଏମିତି ଖେଳିବ, ସେହିଦିନ ଭାବିବା ଯେ ପ୍ରକୃତି ଆମ ପାଇଁ କେତେ ମହାନ ଥିଲା। ପ୍ରକୃତି ମା ଆମକୁ ସବୁକିଛି ଦେଇ ବି ଆଜି ଆମେ ଅନ୍ଧାରରେ ରହୁଛେ। ଆମ ପାଖରେ ସବୁ ଥାଇ ବି ଆମେ ସବୁକିଛି ମାନେ ଯେମିତି ପାଖରେ ଥାଇ ବି ସବୁକିଛି ଆମେ ଖୋଜିବା ପାଇଁ ଚେଷ୍ଟା କରୁଛେ। ତେଣୁ ମୋ ହିସାବରେ ଆମ ପାଖରେ ଯାହା ବି ଅଛି ସେତିକିରେ ସନ୍ତୁଷ୍ଟ ରୁହନ୍ତୁ। ଏ ଧନ ସମ୍ପତ୍ତି ଯେଉଁ ଅନ୍ଧ ଖିଅରେ ଆମେ ସବୁ ବନ୍ଧା ହେଇଗଲେଣି, ଦିନେ ସମୟ ଆସିବ ଏ ସବୁ କିଛି ସମାପ୍ତ ହେଇଯିବ। ତେଣୁ ମୋର ଆଜି ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ ରିକ୍ୱେଷ୍ଟ କରିବି, ପ୍ରତ୍ୟେକ ସମ୍ପତ୍ତିକୁ ସୁରକ୍ଷିତ ରଖନ୍ତୁ, ପରିବେଶର ସୁରକ୍ଷା ରଖନ୍ତୁ। ପରିବେଶ ସୁରକ୍ଷା ରହିଲେ ସାରା ବ୍ରହ୍ମାଣ୍ଡ ସୁରକ୍ଷା ରହିବ, ସାରା ପୃଥିବୀ ବି ସୁରକ୍ଷା ରହିବ, ଆମେ ବି ଆମ ଜୀବନଯାପନ ବି ସୁରକ୍ଷା ରହିବ। ତେଣୁ ପ୍ରକୃତିର ସୁରକ୍ଷା ଆମ ପାଇଁ ନିତାନ୍ତ ଆବଶ୍ୟକ। ଯେଉଁମାନେ ପ୍ରକୃତିକୁ ଆଜି ନଷ୍ଟ ଭଷ୍ଟ କରିସାରିଲେଣି, ଜଙ୍ଗଲ ଜମିକୁ ବଡ଼ ବଡ଼ ବିଲ୍ଡିଂ ଛିଡ଼ା କଲେଣି, ଦିନେ ସମୟ ଆସିବ ପ୍ରକୃତିଠୁ ଆମେ ଆଉ କିଛି ପାଇବାନି, କେବଳ ତାଣ୍ଡବ ହିଁ ଦେଖିବା। ଆଉ କମ୍ ସମୟ ଭିତରେ ଆମେ ଏ ଯେଉଁ ଭୟଙ୍କର ତାଣ୍ଡବ ଦେଖିବା ପାଇଁ ଯାଉଛେ। ତେଣୁ ମୁଁ ରିକ୍ୱେଷ୍ଟ କରୁଛି, ସହରରେ ଯେତିକି ବିଲ୍ଡିଂ ହେଲାଣି ଆଉ ଗଛର ସଂଖ୍ୟା କମିଗଲାଣି, ମୁଁ ଏଇଥିରୁ ଜାଣିପାରୁଛି ଯେ ପ୍ରକୃତି ଆଗକୁ ଆମକୁ କେଉଁଭଳି ତାଣ୍ଡବ ଦେଖାଇବ। ତେଣୁ ସମୟ ଥାଉ ଥାଉ ଆମେ ସୁଧୁରି ଯିବା ଦରକାର। ପ୍ରତ୍ୟେକ ମଣିଷ ଗୋଟେ ଗୋଟେ ଗଛ ଲଗାନ୍ତୁ ଏବଂ ଏ ଧରିତ୍ରୀ ମାଆକୁ ରକ୍ଷା କରନ୍ତୁ, ଏ ପ୍ରକୃତିକୁ ରକ୍ଷା କରନ୍ତୁ। ଏହା ହିଁ ହେବ ଆମ ପାଇଁ ଗୋଟିଏ ପ୍ରେରଣାଦାୟକ ଆହ୍ୱାନ। ଯିଏ ପ୍ରକୃତିକୁ ନଷ୍ଟ କରୁଛି, ଦିନେ ସମୟ ଆସିବ ପ୍ରକୃତି ତା'ର ରୂପରେଖାରେ ଆମ ପ୍ରତ୍ୟେକ ପରିଚିତକୁ ହଜେଇ ଦେବ। ରହୁଛି, ଜୟ ଜଗନ୍ନାଥ।